ଭୋକେସନାଲ ଟିଚର ୱେଲଫେୟାର ଆସୋସିଏସନ ଓଡ଼ିଶାର ରାଜ୍ୟ ଆଜି ପ୍ରେସ୍ ରିଲିଜ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅତି ଦୁଃଖଦ ଏବଂ ମର୍ମାହତ ଅବସ୍ଥାରେ ଆମେମାନେ ଗତି କରୁଛୁ ଭୋକେସନାଲ ଧନ୍ଦାମୂଳକ ଶିକ୍ଷକ ଆତ୍ମହତ୍ୟା ପାଇଁ ଓସେପା ଏବଂ ଏମ୍ପାୱାରମେଣ୍ଟ ପ୍ରାଇଭେଟ ଲିମିଟେଡ ଉଭୟ ଏଥିପାଇଁ ଦାୟୀ ଓ ଆଗାମୀ ଆଇନଗତ କାର୍ଯ୍ୟପନ୍ଥା ଘୋଷଣା କରିବା ପାଇଁ ଆମେ ଏଠି ମତ ରଖୁଛୁ। ଧନ୍ଦାମୂଳକ ଶିକ୍ଷକ କଲ୍ୟାଣ ସଂଘ ଓଡ଼ିଶା VTWA ପକ୍ଷରୁ ଅତ୍ୟନ୍ତ ଦୁଃଖ ଓ ମର୍ମାହତ ଭାବରେ ଏହି ପ୍ରେସ୍ ରିଲିଜ ଜାରି କରାଯାଉଛି। ଆମେ ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି ଓସେପା ଏବଂ ଭୋକେସନାଲ ଟ୍ରେନିଂ ପାର୍ଟନର VTP କୁଇଭାଇନ୍ ସ୍କିଲ୍ ଏମ୍ପାୱାରମେଣ୍ଟ ପ୍ରାଇଭେଟ ଲିମିଟେଡ ଉଭୟଙ୍କୁ ଆମର ଜଣେ ସହକର୍ମୀ ସଂଘର ଆଗଧାଡିର ନେତୃତ୍ୱ ତଥା ଦୋଘରିଆ SSD ଉଚ୍ଚ ବିଦ୍ୟାଳୟ ଗଜପତିର ଧନ୍ଦାମୂଳକ ପ୍ରଶିକ୍ଷକ ଶ୍ରୀ ଆଶିଷ ସାମନ୍ତରାୟଙ୍କ ଆତ୍ମହତ୍ୟା ପାଇଁ ସିଧାସଳଖ ଭାବରେ ଦାୟୀ ବୋଲି ଦୃଢ଼ ହସ୍ତରେ ଅଭିଯୋଗ କରୁଛୁ। ତାଙ୍କୁ ଦୀର୍ଘ 3 ରୁ 4 ମାସ ଧରି ବେତନ ନ ମିଳିବା ଯୋଗୁଁ ଓସେପାର ନୂତନ ତ୍ରୁଟିପୂର୍ଣ୍ଣ UI ବା ଏକ୍ସପ୍ରେସର ଇଣ୍ଟରେଷ୍ଟରେ ପରିବର୍ତ୍ତନ ଯୋଗୁଁ ମାନସିକ ଯନ୍ତ୍ରଣା ଯୋଗୁଁ ସେ ଆଜି ଆତ୍ମହତ୍ୟା କରିଛନ୍ତି। ବିଭିନ୍ନ ଅଭିଯୋଗ ଗୁଡ଼ିକ ଯଥା କୁଇଭାଇନ୍ ସ୍କିଲ୍ ଏମ୍ପାୱାରମେଣ୍ଟ ପ୍ରାଇଭେଟ ଲିମିଟେଡ ତରଫରୁ ଧନ୍ଦାମୂଳକ ଶିକ୍ଷକମାନଙ୍କୁ ବେତନ ଦେବାରେ ଚରମ ଅବହେଳା ବା ଉଦାସୀନତା ଦର୍ଶାଯାଇଛି। VTP ମାନେ ଧନ୍ଦାମୂଳକ ଶିକ୍ଷକମାନଙ୍କର ଜୀବିକା ନିର୍ବାହର ମୂଳାଧାର ବେତନକୁ 3 ରୁ 4 ମାସ ଧରି ନଦେବା ଏକ ଦଣ୍ଡନୀୟ ଅପରାଧ ଅଟେ। ଧନ୍ଦାମୂଳକ ଶିକ୍ଷା କାର୍ଯ୍ୟକ୍ରମର ମୁଖ୍ୟ ନିୟାମକ ସଂସ୍ଥା ଭାବରେ ଓସେପା ନିୟନ୍ତ୍ରଣାଧୀନ VTP ଗୁଡ଼ିକର କାର୍ଯ୍ୟପ୍ରଣାଳୀ ଉପରେ ଯଥେଷ୍ଟ ତଦାରଖ ଓ ନିୟନ୍ତ୍ରଣ ରଖିନାହିଁ। ବେତନ ନ ଦେବା, ଗେଷ୍ଟ ଲେକ୍ଚର ଏବଂ ଇଣ୍ଡଷ୍ଟ୍ରି ଭିଜିଟ୍ ଯାହା VT ମାନଙ୍କ ଦ୍ୱାରା ନିଜସ୍ୱ ପକେଟରେ ଖର୍ଚ୍ଚ କରାଯାଉଛି ତାହା ମଧ୍ୟ ନ ଦେବା ଭଳି ଅନେକ ଅଭିଯୋଗ ସତ୍ତ୍ୱେ କୌଣସି କଡ଼ା ପଦକ୍ଷେପ ନ ନେଇ ଓସେପା ଏହି VTP ମାନଙ୍କୁ ପରୋକ୍ଷରେ ପ୍ରୋତ୍ସାହିତ କରୁଛି। ତେଣୁ ଆଗାମୀ ଆଇନଗତ କାର୍ଯ୍ୟ ପଦ୍ଧତି ଆମେ ଅନୁସରଣ ଏହା ରଖୁଛୁ ଯେ ଏହି ବିପର୍ଯ୍ୟସ୍ତ ପରିସ୍ଥିତିରେ ଆମେ କେବଳ ବାକ୍ୟ ବାଣରେ ସୀମିତ ହୋଇ ରହିବୁ ନାହିଁ, ବରଂ ଆଇନଗତ କାର୍ଯ୍ୟ ପଦ୍ଧତି ଅନୁସରଣ କରିବୁ। ଆମେ ଯଥାଶୀଘ୍ର କୁଇଭାଇନ୍ ସ୍କିଲ୍ ଏମ୍ପାୱାରମେଣ୍ଟ ପ୍ରାଇଭେଟ ଲିମିଟେଡ ଏବଂ ଓସେପା ବିରୁଦ୍ଧରେ ଅବହେଳା, ଚୁକ୍ତିଭଙ୍ଗ ଓ ମାନସିକ ଉତ୍ପୀଡ଼ନ ଏବଂ ଆଭଏଡମେଣ୍ଟ ଅଫ୍ ସୁସାଇଡ୍ ଭଳି ଧାରାଗୁଡ଼ିକ ଅଧୀନରେ ଏକ ଅପରାଧିକ ମାମଲା ଦାୟର କରିବୁ। ଏହି ଘଟଣାର ଗମ୍ଭୀରତା ଦେଖି ଆମେ ଓଡ଼ିଶା ମାନବାଧିକାର ଆୟୋଗ ବା ହ୍ୟୁମାନ୍ ରାଇଟ୍ସ ଦୃଷ୍ଟିଗୋଚର କରିବୁ। ତେଣୁ ଆମ ସଂଘ ବା VTWA ସଂଘର ଆମର ଦାବି ସମୂହ ତଥା ମୃତ ଧନ୍ଦାମୂଳକ ଶିକ୍ଷକ ପରିବାରକୁ 50 ଲକ୍ଷ ଟଙ୍କାର ଆର୍ଥିକ ରାଶି ତୁରନ୍ତ ପ୍ରଦାନ କରାଯାଉ। କୁଇଭାଇନ୍ ସ୍କିଲ୍ ଏମ୍ପାୱାରମେଣ୍ଟ ପ୍ରାଇଭେଟ ଲିମିଟେଡ ଧନ୍ଦାମୂଳକ ଶିକ୍ଷା ନିମିତ୍ତ ଚୁକ୍ତି ତୁରନ୍ତ ବାତିଲ କରାଯାଉ ଏବଂ ଏହିଭଳି କମ୍ପାନୀ ଗୁଡ଼ିକୁ ଯେଉଁମାନେ ଦୀର୍ଘ 3 ରୁ 4 ମାସ ଧରି ଦରମା ଦେଇନାହାନ୍ତି ତାଙ୍କୁ ଓଡ଼ିଶାରେ ପ୍ରୋଜେକ୍ଟ କ୍ଷେତ୍ରରୁ ଭୋକେସନାଲ ପ୍ରୋଜେକ୍ଟ କ୍ଷେତ୍ରରୁ ବ୍ଲାକ୍ ଲିଷ୍ଟେଡ୍ କରାଯାଉ। VTP ଗୁଡ଼ିକର କାର୍ଯ୍ୟରତ ସମସ୍ତ ଧନ୍ଦାମୂଳକ ଶିକ୍ଷକଙ୍କୁ ବକେୟା ବେତନ ଓ ଅନ୍ୟାନ୍ୟ ଅର୍ଥ ରାଶି ତତ୍କ୍ଷଣାତ୍ ପ୍ରଦାନ କରାଯାଉ। ଧନ୍ଦାମୂଳକ ଶିକ୍ଷକମାନଙ୍କ ପାଇଁ ଏକ ସ୍ଥାୟୀ ଏବଂ ସୁସ୍ପଷ୍ଟ ନୀତି ପ୍ରଣୟନ କରାଯାଉ ଯାହା ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇପାରିବ। ଆମେ ସ୍ପଷ୍ଟ କରିଦେଉଛୁ ଯେ ଯେପର୍ଯ୍ୟନ୍ତ ଆମର ମୃତ ସହକର୍ମୀଙ୍କୁ ଉପଯୁକ୍ତ ନ୍ୟାୟ ମିଳିନାହିଁ ଏବଂ ଓଡ଼ିଶାର ଧନ୍ଦାମୂଳକ ଶିକ୍ଷକମାନଙ୍କର ଜୀବନ ଉପରେ ନିରାପଦ କରାଯାଇନାହିଁ ସେ ପର୍ଯ୍ୟନ୍ତ ଆମେ ଆନ୍ଦୋଳନ ଜାରି ରଖିବୁ ଏବଂ ଆଇନଗତ ଲଢ଼େଇ ମଧ୍ୟ ଚାଲୁ ରଖିବୁ। ଏହି ଘଟଣା କେବଳ ଏକ ଦୁଃଖଦ ଘଟଣା ନୁହେଁ, ଏହା ସମଗ୍ର ଧନ୍ଦାମୂଳକ ଶିକ୍ଷକ ସମୁଦାୟର ଏକ ଦୁର୍ଦ୍ଦଶାର ଏକ ନଗ୍ନ ଛବି ଅଟେ। ତେଣୁ ଆମେ ସରକାରଙ୍କ ପାଖରେ ଯୋଡ଼ ହସ୍ତରେ ନିବେଦନ କରୁଛୁ, ଯେଉଁ ଧନ୍ଦାମୂଳକ ଶିକ୍ଷକମାନେ ଦୀର୍ଘ 8 ରୁ 9 ବର୍ଷ ହେଲା କାର୍ଯ୍ୟରତ ଅଛନ୍ତି, ଯେଉଁ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ତାହା ତୁରନ୍ତ ସମାଧାନ କରନ୍ତୁ ଏବଂ ଏଇ ଯେଉଁ ସ୍କିଲ୍ର ଯେଉଁମାନେ ବିନ୍ଧାଣୀ ବା ଭୋକେସନାଲ ଟିଚର ମାନେ ଯେଉଁମାନେ ସ୍କିଲ୍ ଏଜୁକେସନ ପ୍ରୋଭାଇଡ୍ କରୁଛନ୍ତି, ଯେଉଁ ପିଲାମାନଙ୍କର ବର୍ତ୍ତମାନ ଏନରୋଲମେଣ୍ଟ କ୍ଷେତ୍ରରେ ହଉ, ପିଲାମାନଙ୍କର କୋର୍ସ ବର୍ତ୍ତମାନ ଷ୍ଟାର୍ଟ ହେଉଛି ତାହା ଅବହେଳିତ ନ ହଉ, ଏକୁ ଗୋଟେ ଷ୍ଟ୍ରିମଲାଇନ୍ କରିବା ପାଇଁ ସରକାର ଏହାକୁ ଏକ ତୁରନ୍ତ ପଦକ୍ଷେପ ନିଅନ୍ତୁ। ତେଣୁ ଆମର ମୃତ ସହକର୍ମୀଙ୍କର ଆତ୍ମାର ସଦ୍ଗତି କାମନା କରୁଛୁ। ଓମ୍ ଶାନ୍ତି।